ଯେଉଁମାନେ ଲାଉ ଖାଇବାକୁ ଭଲ ପାଉନାହାନ୍ତି ତ ଏଇ ପଦ୍ଧତିରେ ଥରେ ନିଶ୍ଚିନ୍ତ ରାନ୍ଧନ୍ତୁ, ଦେଖିବେ ଲାଉ ବାରମ୍ବାର ମାର୍କେଟରୁ ଆଣିବେ ଆଉ କରି ଖାଇବାକୁ ମନ କରିବେ। ତ ପ୍ରଥମେ ମୁଁ କ'ଣ କରିଛି ନା ଲାଉକୁ ଆଣି ଲାଉର ଚୋପା ଛଡ଼େଇକି ଛୋଟ ଛୋଟ ଖଣ୍ଡ କରି କାଟି ନେଇଛି। ସେଥିରେ ଦେଇଛି ହଳଦୀ ଗୁଣ୍ଡ ଆଉ ଲୁଣ ସ୍ୱାଦ ଅନୁସାରେ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ବେସନ 2 ଚାମଚ ନେଇଛି, ଯେଉଁ ଚା ଚାମଚରେ 2 ଚାମଚ ଦେଲା ପରେ ଏହାକୁ ମୁଁ ଭଲ ଭାବରେ ମିଶେଇ ନେଇଛି। ପରେ ଗ୍ୟାସ୍ ଅନ୍ କରି କଡ଼େଇ ବସାଇଲା ପରେ କଡ଼େଇରେ ଅଳ୍ପ ତେଲ ଦେଇକି ଯେଉଁ ମିଶେଇଥିଲି ଲାଉକୁ ସେଇଟାକୁ ଦେଇଦେଲି। ଦେଲା ପରେ ଏପଟ ସେପଟ କରି 3 ରୁ 4 ମିନିଟ୍ ପର୍ଯ୍ୟନ୍ତ ଲାଉକୁ ଭଲ ଭାବରେ ସନ୍ତୁଳି ନେବା। ମଝିରେ ଢାଙ୍କଣା ଖୋଲି ଏପଟ ସେପଟ କରି ନେଉଥିବା। ଦେଖନ୍ତୁ 3 ରୁ 4 ମିନିଟ୍ ହେବା ପରେ ଆମର ଲାଉ ସନ୍ତୁଳି ହେଇଯାଇଛି। ଏବେ ଆମେ ଯେଉଁ ମସଲା ତିଆରି କରିଛନ୍ତି ମୁଁ ଦେଖାଉଛି। ତ ପିଆଜ, ରସୁଣ, ଅଦାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିନେଇଛି। ଆପଣମାନଙ୍କ ପାଖରେ ଯଦି ଶିଳ ଅଛି ତାକୁ ବି ମଧ୍ୟ ବାଟି ନେଇପାରନ୍ତି। ଆଉ ଶିଳବଟା ତ ଖାଇବାକୁ ବହୁତ ସୁନ୍ଦର ଲାଗେ। ଆପଣମାନଙ୍କ ଘରେ ଯାହାର ଶିଳବଟା ତରକାରୀ ଖାଉଥିବେ ସେମାନେ ନିଶ୍ଚିତ ଭାବେ ଜାଣିଥିବେ। ତ ସେଇ ମସଲା ଦେଲା ପରେ ଆମେ ମସଲାକୁ ଭଲ ଭାବରେ କଷି ନେବା। ମସଲାର କଞ୍ଚା ବାସ୍ନା ଯିବା ପର୍ଯ୍ୟନ୍ତ ଭଲ ଭାବରେ ଘୋଡ଼େଇକି ଏପଟ ସେପଟ କରିକି କଷି ନେବା। ଲାଉରୁ ବି ପାଣି ବାହାରିଲା। ଆଉ ତାପରେ ମସଲା କଷିଲା ପରେ ମୁଁ ବି ଅଳ୍ପ ଟିକେ ପାଣି ଦେଲି। ଦେଖନ୍ତୁ ଦେଲା ପରେ କେମିତି ସୁନ୍ଦର ଗ୍ରେଭି ତିଆରି ହେଇଯାଇଛି। ତ ଖାଇବାକୁ ବହୁତ ସୁନ୍ଦର ଟେଷ୍ଟ ଲାଗିବ। ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିନେବେ ଆଉ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରି ଅଲ୍ରେ କ୍ଲିକ୍ କରିବାକୁ ଜମାରୁ ବି ଭୁଲିବେନି। କାହିଁକିନା ମୁଁ ନୂତନ ରେସିପି ଛାଡ଼ିଲେ ରେସିପିର ଭିଡ଼ିଓ ଆପଣମାନଙ୍କ ପାଖରେ ସର୍ବପ୍ରଥମେ ଯାଇ ପହଞ୍ଚିବ। ମୁଁ ଏଇ ଗ୍ରେଭି ସହିତ ଲଗେଇ ଖାଇବି ଭାତ। ଗରମ ଗରମ ଭାତକୁ ଏଇ ଗ୍ରେଭି ତରକାରୀଟି ବହୁତ ସୁନ୍ଦର ଲାଗିବ। ଆଉ ମୁଁ ଖାଇକି ବହୁତ ସୁନ୍ଦର ଟେଷ୍ଟ ଲାଗିଲା। ଆଉ ଆପଣମାନେ ସେୟାର କରନ୍ତୁ, ଲାଇକ୍ କରନ୍ତୁ ଆଉ ମୋ ଚ୍ୟାନେଲରେ ଗୋଟେ କମେଣ୍ଟ କରିଦିଅନ୍ତୁ। ଆଉ ଯଦି ଖାଇବାକୁ ମନ କରୁଛନ୍ତି ତାହେଲେ ଚାଲି ଆସନ୍ତୁ ମିଶିକି ଖାଇବା। ତ ଆଜି ପାଇଁ ରହୁଛି। ନମସ୍କାର, ଜୟ ଜଗନ୍ନାଥ।